ରାଜ୍ୟରେ ବନ୍ଦ ହେବନି ପାନ ମସଲା, ସରକାର କଲେ ସ୍ପଷ୍ଟ ରାଜ୍ୟରେ ପାନ ମସଲା ବ୍ୟାନ୍ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ବିରାମ ଲାଗିଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କେବଳ ତମାଖୁ ଓ ନିକୋଟିନ୍ ଯୁକ୍ତ ପଦାର୍ଥ ଉପରେ କଟକଣା ଜାରି କରାଯାଇଛି, କିନ୍ତୁ ବିନା ତମାଖୁରେ ପ୍ରସ୍ତୁତ ପାନ ମସଲା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଗୁଟ୍କା, ଜର୍ଦା, ଖଇନି ଏବଂ ଯେଉଁ ପାନ ମସଲାରେ ତମାଖୁ ବା ନିକୋଟିନ୍ ମିଶ୍ରିତ ହୋଇଛି ସେଗୁଡ଼ିକର ଉତ୍ପାଦନ ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଯେପରି ପାନ ମସଲାରେ ତମାଖୁ ବା ନିକୋଟିନ୍ ନାହିଁ, ତାହା ପୂର୍ବପରି ବଜାରରେ ବିକ୍ରି ହୋଇପାରିବ। ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍ ଏ ନେଇ ବାଣିଜ୍ୟ କର ଓ ଜିଏସ୍ଟି କମିଶନକୁ ଚିଠି ଲେଖି ଜଣାଇଛନ୍ତି। ଜାନୁଆରୀ 21ରେ ପ୍ରକାଶିତ ବିଜ୍ଞପ୍ତିରେ କେବଳ କ୍ଷତିକାରକ ତମାଖୁ ଦ୍ରବ୍ୟ ଉପରେ ରୋକ ଲଗାଇବାକୁ କୁହାଯାଇଛି। ରାଜ୍ୟରେ ମୁଖ ଗହ୍ୱର କର୍କଟ ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗର ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି କଡ଼ା ନିଷ୍ପତ୍ତି ନେଇଛନ୍ତି। ବିଶେଷ ଯୁବପିଢ଼ିଙ୍କୁ ନିଶାମୁକ୍ତ ରଖିବା ପାଇଁ ଗୁଟ୍କା ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ଉପରେ ଲଗାମ ଲଗାଯାଇଛି। କବିରାଜ ପାତ୍ରଙ୍କ ରିପୋର୍ଟ। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ୍ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ।